ପ୍ରାମାଣିକ ଆଚାର୍ଯ୍ୟ ମାନଙ୍କର କଥା। ଏ ମନଗଢ଼ା କଥା ନୁହଁ, ଯେକୌଣସି ଯାହା କହନ୍ତି ଗୁଲିଖୋରର କଥା ନୁହଁ, ବା ମଦୁଆ ଲୋକର କଥା ନୁହଁ। ଏଇଟା ପ୍ରାମାଣିକ ଆଚାର୍ଯ୍ୟ ମାନଙ୍କର କଥା। ଅଦକଳୁ ଭବିଷ୍ୟନ୍ତି ଚତ୍ୱାର ସମ୍ପ୍ରଦାୟିନ ଶ୍ରୀ ବ୍ରହ୍ମ ରୁଦ୍ର ସନକା ବୈଷ୍ଣବାଖିତି ପାବନା ଚତ୍ୱାରସ୍ତେ କଳୁ ଭବ୍ୟା ଉତ୍କଳେ ପୁରୁଷୋତ୍ତମା। ଏଇ କଥାଟା କମ୍ କଥା କୁହାଇନି। କଳିଯୁଗରେ 4ଟି ପ୍ରାମାଣିକ ସମ୍ପ୍ରଦାୟ ପରମ୍ପରା। ଶ୍ରୀ ବ୍ରହ୍ମ ରୁଦ୍ର ସନକା ଶ୍ରୀ ସମ୍ପ୍ରଦାୟ ଲକ୍ଷ୍ମୀଙ୍କ ଠାରୁ ଆସୁଛନ୍ତି। ଆଚାର୍ଯ୍ୟ ହେଉଛନ୍ତି ରାମାନୁଜାଚାର୍ଯ୍ୟ। ଶ୍ରୀ ସମ୍ପ୍ରଦାୟର ଆଚାର୍ଯ୍ୟ ରାମାନୁଜାଚାର୍ଯ୍ୟ, ତାଙ୍କର ଗୁରୁ ପରମ୍ପରା ଅଛି। ତାଙ୍କୁ ରାମାନୁଜାଚାର୍ଯ୍ୟ ସମ୍ପ୍ରଦାୟ ବୋଲି କହନ୍ତି। ବ୍ରହ୍ମ ସମ୍ପ୍ରଦାୟ ବ୍ରହ୍ମାଙ୍କ ଠାରୁ ଆସୁଛି। ଏବଂ ଆଚାର୍ଯ୍ୟ ହେଉଛନ୍ତି ମଧ୍ୱାଚାର୍ଯ୍ୟ। ମଧ୍ୱାଚାର୍ଯ୍ୟ ହେଉଛନ୍ତି ଆଚାର୍ଯ୍ୟ। ବ୍ରାହ୍ମ ମାଧ୍ବ ସମ୍ପ୍ରଦାୟ ଏବଂ ମହାପ୍ରଭୁ ଏହି ସମ୍ପ୍ରଦାୟର ଗୁରୁ ଗ୍ରହଣ କଲେ। ଈଶ୍ୱର ପୁରୀ ହେଲେ ମହାପ୍ରଭୁଙ୍କର ଗୁରୁ। ଏ ବ୍ରାହ୍ମ ମାଧ୍ବ ସମ୍ପ୍ରଦାୟରେ ଆସୁଛନ୍ତି ମାଧବେନ୍ଦ୍ର ପୁରୀଙ୍କର ଶିଷ୍ୟ। ସେଇଠାରୁ ଗୌଡ଼ୀୟ ଶବ୍ଦଟା ଯୋଗ ହେଇଛି। ବ୍ରାହ୍ମ ମାଧ୍ବ ଗୌଡ଼ୀୟ ସମ୍ପ୍ରଦାୟ ହେଇଛି, କାରଣ ମହାପ୍ରଭୁ ଗୌଡ଼ ଦେଶ ଗୌଡ଼ୀୟ ଶବ୍ଦ ଯୋଗ ହେଲା। ସେଇ ସମ୍ପ୍ରଦାୟରେ ଆମ ଗୁରୁ ମହାରାଜ ଆସୁଛନ୍ତି। ଆମେ ସବୁ ଆସୁ ସେଇ ସମ୍ପ୍ରଦାୟରେ ମହାପ୍ରଭୁଙ୍କର ଧାରାରେ। ଏ ପ୍ରମାଣ ବ୍ରହ୍ମ ରୁଦ୍ର, ରୁଦ୍ର ଶିବଜୀ, ଶିବ ବୈଷ୍ଣବ, ବୈଷ୍ଣବାନଙ୍କ କଥା ଶମ୍ଭୁ ପରମ୍ପରାର କଥା। ତେଣୁ ଶୁଣିବାକୁ ହବ। ଯେତେବେଳେ ବୈଦିକ ସିଦ୍ଧାନ୍ତ ଶୁଣିବା, କୃଷ୍ଣ କଥା ଶୁଣିବା, କାଠୁ ଶୁଣିବା? ଏଇଟା ବିଚାର ଆସିବ। ବିବେକୀ ଲୋକ ବିଚାର କିଏ କହୁଛି? ସେ ତାଙ୍କର ଗୁରୁ କେ, କୋଉ ପରମ୍ପରାର ଆଚାର୍ଯ୍ୟ ସେ, ଏଇଟାକୁ ବିଚାର କରି ଶୁଣିବାକୁ ପଡେ। ଏଣୁ ତେଣୁ ଲୋକ ଠାରୁ ଶୁଣାଗଲେ ହବ ନା, ସିଦ୍ଧାନ୍ତଗତ ଭୁଲ ହେଇଯିବ। ଅପସିଦ୍ଧାନ୍ତ କଥା କହିଗଲାଣି, ଅନେକ କଥା ଏପରି ଚାଲିଛି ଅପସିଦ୍ଧାନ୍ତର କଥା। ସେ କହୁଛି ଇଏ ଭଗବାନ, ସିଏ ଅବତାର। ତେଣୁ ଭୟ ଶାସ୍ତ୍ରରେ କହଲା କେହି ଭଗବାନ ବର୍ତ୍ତମାନ ଅବତାର ନାହିଁ, ନାମ ଅବତାର ହେଇଛନ୍ତି କୃଷ୍ଣ। ଶେଷରେ ଆସିବେ 4,32,000 ବର୍ଷ ବିତିଲା ପରେ କଳିକି ଆସିବେ ଯାଇକିରି। ଯେ ଏଇ ମହାପ୍ରଭୁଙ୍କର ବାଣୀ ଏଇ ସିଦ୍ଧାନ୍ତକୁ ଗ୍ରହଣ ନ କରିଥିବେ ସେମାନେ ମ୍ଲେଚ୍ଛ ଜବନ୍ତାଙ୍କୁ ହାଣିବା ପାଇଁ, ମ୍ଲେଚ୍ଛ ସଂହାର କରିବା ପାଇଁ କଳିକି ଆସିବେ। ଏଇମାନେ ସଂହାର। ଯେ ସୌଭାଗ୍ୟବାନ ବ୍ୟକ୍ତି ଗ୍ରହଣ କଲା ସେ ବର୍ତ୍ତିଗଲା, ସେ କଳିକିର ଖଣ୍ଡା ଚୋଟରେ ହଣା ହବ ନା। ଏଥିପାଇଁ ଏ କଥା ଦିଆଯାଉଛି। ଏଇ ପ୍ରଚାର ଆମର ସମଗ୍ର ପୃଥିବୀରେ ହେଉଛି। ଏଥିପାଇଁ ବିବେକୀ ଲୋକ ବିଚାର କରିବ ନା, କାଠୁ ଶୁଣିବା ଆମେ? ଇ ଯେ ବୋନାଫାଇଡ୍ ଅଥରିଟି, ଏ ବିଚାର ଆସିବ। ସେ ପ୍ରାମାଣିକ ଅଧିକାରୀ କି? ତାହେଲେ କଥା କହିଲେ ଆମେ ଶୁଣିବା, ନହେଲେ ଶୁଣିବା ନା। ତ କଥା ଶୁଣିବା ନା। 1000 ଲୋକ 1000 କଥା କହୁଛନ୍ତି, ସମସ୍ତ କଥା ଶୁଣିବା ନା? ସବୁ କଥାଟା ଠିକ୍ କିଓ ନା। ଏଥିପାଇଁ ଏଇ କଥାଟା, ସେଥିପାଇଁ ଶୁଣିବା କଥା ହେଲେ ଯେତେବେଳେ ବେଦର କଥା ଆସିବ, ବୈଦିକ ତତ୍ତ୍ୱର କଥା ଆସିବ, ଭଗବତ ତତ୍ତ୍ୱର କଥା ଆସିବ। যেই জন ভজে কৃষ্ণ সে বড় চতুর। মহাপ্রভু ষোল সংজ্ঞা দেলে গুরুর। কিবা বিপ্র কিবা নে আসি সূর্য কেনে নয়, যেই কৃষ্ণ তত্ত্ববেতা সেই গুরু হয়। গুরু কে? সে সন্ন্যাসী হোক কি, গৃহস্থ হোক কি, শূদ্র হোক কি, যা কিছু হোক। কিন্তু যদি বৈষ্ণব গুরু গ্রহণ করছি পরম্পরা, শুদ্ধ পরম্পরার, এবং গুরুଙ୍କ ଠାରୁ ଶ୍ରବଣ କରିଛି, କୃଷ୍ଣ ତତ୍ତ୍ୱ ଜାଣିଛି, ତାହେଲେ ସେ ଗୁରୁ। যেই কৃষ্ণ তত্ত্ববেতা সে গুরু হয়, তাଙ୍କୁ ହିଁ ଗ୍ରହଣ କରିବା ପାଇଁ ପଡ଼ିବ। ଏସବୁ ବିଚାର କରିକିରି ଆଉ ମନ ଢଙ୍ଗରେ କଲେ হয় ନା। ୟୁ ୱିଲ୍ ବି ଚିଟେଡ୍। ତୁମେ ଠକାମିରେ ପଡ଼ିବ, ତୁମର କୃଷ୍ଣ ପ୍ରାପ୍ତି ହବ ନା। ଯୋଉ ଦୁର୍ଲଭ ମାନବ ଜୀବନ ଉଦ୍ଦେଶ୍ୟ ରହିଲା କୃଷ୍ଣ ପ୍ରାପ୍ତି, କୃଷ୍ଣ ପ୍ରାପ୍ତି ହବ ନା। ଜନ୍ମ ସଫଳ ତାର କୃଷ୍ଣ ଦର୍ଶନ ଯାର ଭାଗ୍ୟ ହୋଇଅଛି একবার। ଏ ମହାଜନ ବାଣୀ। ମାନବ ଜନ୍ମ ତାରି ସଫଳ ହେଇଛି ଯାର ଭାଗ୍ୟରେ একবার କୃଷ୍ଣ ଦର୍ଶନ ଲାଭ ଘଟିଛି। କୃଷ୍ଣ ଦର୍ଶନ ଲାଭ ଘଟିଛି, ଶ୍ୟାମ ସୁନ୍ଦର ରୂପକୁ ଦେଖିପାରିଛି, ତାହେଲେ ତାର ଜନ୍ମ ସଫଳ ହେଇଛି। ନହେଲେ ଜନ୍ମ ବିଫଳ ହେଇଯାଇଛି। ତାହେଲେ କେମିତି ହବ? ଦର୍ଶନଟା କ'ଣ ମନକୁ ହେଇଯିବ? ଶ୍ରୁତେକ୍ଷିତ ପ୍ରଥମ ଶୁଣିବାକୁ ପଡ଼ିବ। ଆଗ ପ୍ରାମାଣିକ ଆଚାର୍ଯ୍ୟଙ୍କ ଠାରୁ ଶୁଣିବାକୁ ପଡ଼ିବ। ଆଚାର୍ଯ୍ୟବାନ ପୁରୁଷ ବେଦ, ଏ ଉପନିଷଦର କଥା। ଆଚାର୍ଯ୍ୟବାନ ପୁରୁଷ ବେଦ, ଯେ ଆଚାର୍ଯ୍ୟଙ୍କ ପ୍ରାମାଣିକ ଆଚାର୍ଯ୍ୟ ଶ୍ରବଣ କରିଛି, ତାଙ୍କର ଠାରୁ ଶ୍ରବଣ କରି ତାଙ୍କ କୃପା ଲାଭ କରିଛି, ଆଉ ସିଦ୍ଧାନ୍ତ ଜାଣିଛି, ଆଉ ଦର୍ଶନ କରିଛି, ସେ ଆଚାର୍ଯ୍ୟ ପରମ୍ପରାରେ ଆସୁଛନ୍ତି, ତାଙ୍କ ଲିଷ୍ଟ ଆସୁଛି ତା ଦେହରେ। ତାଙ୍କ ଠାରୁ ଶ୍ରବଣ କରିବାକୁ, ନହେଲେ ଅନ୍ୟ କାଠୁ ଶ୍ରବଣ କରିବାକୁ ହେଲେ ହବ ନା। ଏ କଥା ଲାଭ ହବ ନା। ସେଥିପାଇଁ ଶ୍ରବଣ ବିଷୟରେ ଯେତେବେଳେ ଶୁଣିବା କଥା ଆସୁଛି, ବିବେକୀ ଲୋକ ଏଇଟା ବିଚାର କରିକି ଶୁଣିବ। ଯେ ଇଚ୍ଛା ସେ କଥା କହିଥିଲେ ଆମେ ଶୁଣିବା ନା।
ଏପରି ଅନେକ କାଣ୍ଡ ଚାଲିଛି। ଇଏ ଗୁରୁ ସେ ଆଚାର୍ଯ୍ୟ ସେ ଭଗବାନ, ଇଏ କ'ଣ ମନକୁ ମନ ନାହିଁ କି? ଏସବୁ ପାଠ ନୁହେଁ। ଏଥିରେ ଆମର ଜୀବନ ସାର୍ଥକ ହବ ନା। ଆମେ ଯାହା ଶୁଣିବା ତା ଅପରାଧମୂଳକ ହେଇଯିବ। ସିଦ୍ଧାନ୍ତ ଭୁଲ ସିଦ୍ଧାନ୍ତ ହେଇଗଲା, ସିଦ୍ଧାନ୍ତ ଭୁଲ ହେଇଗଲା, ତାହେଲେ ଭଗବତ ପ୍ରାପ୍ତି ହବ ନା। ଏସବୁ କଥା ଗୁଡ଼ା ରହିଯାଇଛି।